ଆସନ୍ତୁ ପ୍ରଥମ ପ୍ରେମ ଓଡ଼ିଆ ଚଳଚ୍ଚିତ୍ର ବିଷୟରେ ଜାଣିବା। 6 ଜୁନ୍ 2025ରେ ମୁକ୍ତିଲାଭ କରିଥିବା ପ୍ରଥମ ପ୍ରେମ ଏକ ହୃଦୟସ୍ପର୍ଶୀ ଓଡ଼ିଆ କିଶୋର ପ୍ରେମିକ ନାଟକ, ଯାହା ପ୍ରଥମ ପ୍ରେମର ମଧୁରତା ଏବଂ ଯନ୍ତ୍ରଣା ଅନୁଭବ କରିଥିବା ଯେକୌଣସି ବ୍ୟକ୍ତିଙ୍କୁ ହୃଦୟକୁ ଆଘାତ କରେ। ଅଭିଷେକ ମିତ୍ରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଏକ ଛୋଟ ସହରର ପୃଷ୍ଠଭୂମିରେ ସଙ୍ଗୀତ, ସ୍ମୃତି ଏବଂ ନିର୍ଦ୍ଦୋଷତାରେ ଆଚ୍ଛାଦିତ ଏକ ପୁରୁଣା ଯୁଗର କାହାଣୀକୁ ଧୀରେ ଧୀରେ ପ୍ରକାଶ କରେ। 2025 ମସିହାରେ ଓଡ଼ିଆର ଏକ ଆକର୍ଷଣୀୟ ସହର ତାରାପୁରରେ ଅବସ୍ଥିତ ପ୍ରଥମ ପ୍ରେମ ଜଣେ ବର୍ତ୍ତମାନ ବୟସ୍କ ସ୍ମୃତିକୁ ଅନୁସନ୍ଧାନ କରେ, ଯିଏ ତାଙ୍କ ଯୌବନର ଦିନଗୁଡ଼ିକୁ ପୁନର୍ବାର ମନେ ପକାନ୍ତି। ତାଙ୍କ ଆଖି ମାଧ୍ୟମରେ ଆମେ ଏପରି ଏକ ସମୟକୁ ସ୍ଥାନାନ୍ତରିତ ହୋଇଯାଉ ଯେତେବେଳେ ଜୀବନ ସରଳ ଥିଲା, ବନ୍ଧୁତା ସଚୋଟ ଥିଲା ଏବଂ ପ୍ରେମ ଲଜ୍ଜିତ କିନ୍ତୁ ଗଭୀର ଥିଲା। ଏହାର ମୂଳରେ ରହିଛି ଦୁଇ କିଶୋରଙ୍କ ମନୋରମ ପ୍ରେମ କାହାଣୀ, ଯାହାଙ୍କୁ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଦିବ୍ୟାଦିଶା ମହାନ୍ତି ସୁନ୍ଦର ଭାବରେ ଅଭିନୀତ କରିଛନ୍ତି। ସ୍କୁଲ ଜୀବନର ସେମାନଙ୍କର ଯାତ୍ରା ଧୂଳିପୂର୍ଣ୍ଣ ରାସ୍ତାରେ ପରସ୍ପରର ଦୃଷ୍ଟି ଆଦାନ ପ୍ରଦାନ ଏବଂ ପୁରୁଣା କ୍ୟାସେଟ୍ ଟେପ୍ ଦ୍ୱାରା ଆଲୋଚିତ ଭାବନା ଯୁବ ପ୍ରେମର ଯାଦୁକୁ ଜୀବନ୍ତ କରିଥାଏ। ଏହି ଚଳଚ୍ଚିତ୍ରରେ ନୂତନ ମୁହଁ ଏବଂ ଅଭିଜ୍ଞ ଅଭିନେତାମାନଙ୍କର ଏକ ବଡ଼ ମିଳନ ଦେଖିବାକୁ ମିଳିବ। ପ୍ରଥମ ପ୍ରେମର ନିର୍ଦ୍ଦେଶତାକୁ କଏଦ କରି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଦିବ୍ୟାଦିଶା ମହାନ୍ତି। ଚୌଧୁରୀ ଜୟପ୍ରକାଶ ଦାସ, ସଞ୍ଜୟ ଜଣ୍ଟି ଏବଂ ଉଷାସି ମିଶ୍ର ବର୍ଣ୍ଣନାରେ ଗଭୀରତା ଏବଂ ପ୍ରାମାଣିକତା ଯୋଡ଼ିଛନ୍ତି। ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା, ଜଗଦୀଶ ମହାରଣା ଏବଂ ଜଗଦୀଶ ରାୟ ସହାୟକ ଭୂମିକା ଚଳଚ୍ଚିତ୍ରର ଭାବପ୍ରବଣତାକୁ ଆହୁରି ସମୃଦ୍ଧ କରିଥାଏ। ପ୍ରଥମ ପ୍ରେମର ଆତ୍ମା ଏହାର ସୁମଧୁର ସାଉଣ୍ଡଟ୍ରାକ୍ରେ ନିହିତ, ଯାହାକୁ ସୋମେଶ ଶତପଥୀ ଏବଂ ଅଭିଷେକ ପାଣିଗ୍ରାହୀ ରଚନା କରିଛନ୍ତି ଏବଂ ଡକ୍ଟର ନିର୍ମଳ ନାୟକ ଏବଂ ରାକେଶ ଦାସଙ୍କ ଗୀତ ସହିତ। ଗୀତଗୁଡ଼ିକ କେବଳ ମନୋଭାବକୁ ସେଟ୍ କରେ ନାହିଁ, ବରଂ କାହାଣୀରେ ଭାବପ୍ରବଣ ପରିବର୍ତ୍ତନକୁ ମଧ୍ୟ ବର୍ଣ୍ଣନା କରେ। ଚୋରାବାଲି ନାୟିକା ଗାଇଛନ୍ତି ଜାଭେଦ ଅଲି ଏବଂ ଅର୍ପିତା ଚୌଧୁରୀ। ଜୟ ଜୟ କିଙ୍ଗ ଖାନ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଅନ୍ତରା ଚକ୍ରବର୍ତ୍ତୀ। ଏହି ଗୀତକୁ ସୁନ୍ଦର ଭାବରେ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ ଏବଂ ଅସୀମା ପଣ୍ଡା। ଚାଲନ୍ତୁ ଜାଣିବା ପ୍ରଡକ୍ସନ ଏବଂ ନିର୍ଦ୍ଦେଶନା ବିଷୟରେ। ରେଞ୍ଜ ରୟାଲ ସିନେ ଲ୍ୟାବ ଏବଂ ଜି ସାର୍ଥକ ଫିଲ୍ମସ ଦ୍ୱାରା ସମର୍ଥିତ